ଗୋଟିଏ ନଈ ପାଖିଆ ଗାଁ। ସେଇ ଗାଁରେ ଜଣେ ସାଧବ ଆଉ ତା ସ୍ତ୍ରୀ ମାନେ ସାଧବାଣୀ ଦୁହେଁ ରହୁଥିଲେ। ବାହାଘରର କିଛି ବର୍ଷ ବିତି ଯାଇଥିଲେ ବି ସେମାନଙ୍କର କୌଣସି ପିଲାପିଲି ନଥିଲେ। ଥରେ ସାଧବାଣୀର କଳମ ଶାଗ ଖାଇବାକୁ ଭାରି ଇଚ୍ଛା ହେଲା। ତେଣୁ ସେ କଳମ ଶାଗ ପାଇଁ ସାଧବକୁ କହିଲା। ତାପରେ ସାଧବ କଳମ ଶାଗ ତୋଳିବାକୁ ନଈ ପାଖକୁ ଲାଗିଥିବା ସେଇ ଶାଖା ଯୋଡ଼ ଆଡ଼କୁ ଚାଲିଲା। ଯୋଡ଼ରେ ଦେଖିଲା ପ୍ରଚୁର ଛନଛନିଆ କଳମ ଶାଗ। ଶାଗ ଦେଖି ସାଧବ ଭାରି ଖୁସି ହେଇଗଲା। ସେ ଆଗ ପଛ ଚିନ୍ତା ନ କରି ଯୋଡ଼ରେ ବସି କଳମ ଶାଗ ତୋଳିବାକୁ ଲାଗିଲା। ଠିକ୍ ସେଇ ନଈ ପାଖିଆ ଯୋଡ଼ରେ ରହୁଥିଲା ଗୋଟିଏ ବଉଳା କୁମ୍ଭୀର। ସାଧବକୁ ଶାଗ ତୋଳୁଥିବାର ଦେଖି କୁମ୍ଭୀର କାଳ ବିଳମ୍ବ ନ କରି ତା ପାଖକୁ ମାଡ଼ି ଆସିଲା ଆଉ ସାଧବ ଗୋଡ଼କୁ ଟାଣି ଧରିଲା। କୁମ୍ଭୀରର ଆକ୍ରମଣରେ ସାଧବ ଭୟଭୀତ ହେଇଗଲା। ସାଧବ ଜାଣିଲା ଯେ ଆଜି ତାର ମୃତ୍ୟୁ ସୁନିଶ୍ଚିତ। କାରଣ ପାଣି ଭିତରେ ମହାବଳ କୁମ୍ଭୀର ମୁହଁରୁ ବଞ୍ଚିବା ସହଜ ନୁହଁ। ତେଣୁ ସାଧବ ଅତି ଦୁଃଖର ସହ କହିଲା, କୁମ୍ଭୀର ଭାଇ, ମତେ ଥରୁଟିଏ ପାଇଁ ଛାଡ଼ିଦିଅ। ମୋ ଘରେ ମୋ ସ୍ତ୍ରୀ ଏକଲା, ତାର ପିଲାପିଲି ହବାରେ ଅଛି। ମୁଁ ମରିଗଲେ ମୋ ପରିବାର ଭାସିଯିବ। ମୋ ଉପରେ ଟିକେ ଦୟା କର। ହେଲେ କୁମ୍ଭୀର କାହିଁକି ତା କଥା ଶୁଣିବ? ଅନେକ ଦିନ ପରେ ମଣିଷ ମାଂସ ଟିକେ ପାଟିରେ ବାଜିଛି, ତାକୁ ଆଉ ଛାଡ଼େ କିଏ? ହେଲେ ସାଧବ ଅତି ଦୁଃଖର ସହ ଅନୁରୋଧ କରୁଥାଏ। ସାଧବର ଦୁଃଖ ଦେଖି କୁମ୍ଭୀର ମନରେ ଟିକେ ଦୟା ଆସିଲା। କୁମ୍ଭୀର କହିଲା, ହଉ ଠିକ ଅଛି, ମୁଁ ତତେ ଛାଡ଼ିଦେବି, ହେଲେ ଗୋଟିଏ ସର୍ତ୍ତରେ। କୁମ୍ଭୀରର ଏତକ କଥା ଶୁଣି ସାଧବ ଟିକେ ଆଶ୍ୱସ୍ତ ହେଲା ଆଉ ତାପରେ କହିଲା, ଠିକ ଅଛି, କୁହ, ମୋ ଜୀବନ ବଦଳରେ ତମ ସର୍ତ୍ତ କ'ଣ? ତତେ ସତ୍ୟ କରିବାକୁ ପଡ଼ିବ। ମୁଁ ସତ୍ୟ କରି କହୁଛି, ମୁଁ ତମ ସବୁ କଥାରେ ରାଜି। ତୁ ପରା କହୁଥିଲୁ ତୋର ପିଲାପିଲି ହବାର ଅଛି। ହଁ ହଁ। ଠିକ ଅଛି, ଶୁଣୁ, ଯଦି ତୋର ପୁଅ ହେଲା ତାହେଲେ ସେ ତୋର, ଆଉ ଯଦି ଝିଅ ହେଲା ସିଏ ମୋର। ତାକୁ 14 ବର୍ଷ ହେଲେ ତୁ ମୋ ପାଖରେ ଛାଡ଼ିକି ଯିବୁ, ଆଉ ସବୁଦିନ ପାଇଁ ତୁ ତାକୁ ଭୁଲିଯିବୁ। କ'ଣ କହୁଛୁ, ରାଜି ତ? ହେଲେ ସାଧବ କୁମ୍ଭୀର କଥାରେ ରାଜି ନ ହେବାର କୌଣସି ବାଟ ନଥାଏ। ଝିଅ ତ ବହୁତ ପରର କଥା। ଆଗ ନିଜ ଜୀବନ ବଞ୍ଚେଇବାକୁ ସେ କୁମ୍ଭୀର ଆଗରେ ଏକଥାରେ ରାଜି ବୋଲି ସତ୍ୟ କଲା ଆଉ ତାପରେ ମନ ଦୁଃଖରେ ଘରକୁ ଫେରିଲା। ଘରକୁ ଆସି ସାଧବାଣୀ ଆଗରେ ସବୁ କଥା କହିଲା। ସାଧବାଣୀ ବି ଏକଥା ଶୁଣି ବହୁତ ମନ ଦୁଃଖ କଲା। ହେଲେ ଏଥକୁ ଉପାୟ ବା କ'ଣ? ଈଶ୍ୱରଙ୍କୁ ଡାକୁଥାନ୍ତି କେମିତି ଝିଅ ନ ହେଉ। କିଛି ଦିନ ଭିତରେ ସାଧବାଣୀର ଗୋଟିଏ ଝିଅ ହେଲା। ଝିଅଟେ ପାଇ ସାଧବ ସାଧବାଣୀ କୁମ୍ଭୀରକୁ ଦେଇଥିବା କଥା ସମ୍ପୂର୍ଣ୍ଣ ଭୁଲିଗଲେ। ଝିଅଟି ଦିନକୁ ଦିନ ବଡ଼ ହେବାକୁ ଲାଗିଲା। ଧୀରେ ଧୀରେ ଝିଅକୁ 13 ବର୍ଷ ପୂରିଗଲାଣି। ଦିନେ ସାଧବ ସେଇ ଯୋଡ଼ ପାଖ ଦେଇ ଯାଉଥାଏ। ହଠାତ୍ ପଛରୁ କାହାର ପାଟି ଶୁଭିଲା। କ'ଣ ସାଧବ, ସର୍ତ୍ତ ମନେ ଅଛି ତ? ସାଧବ ଚମକିଗଲା। ପଛକୁ ବୁଲି ଦେଖେ ତ ସେଇ ବଉଳା କୁମ୍ଭୀର। କୁମ୍ଭୀରକୁ ଦେଖି ସାଧବର ରକ୍ତ ଶୁଖିଗଲା। ସେ କୁମ୍ଭୀରକୁ କହିଲା, କୁମ୍ଭୀର ଭାଇ, ତମେ? ହଁ, ଏବେ ମନେ ପଡ଼ିଲା। ଠିକ ଅଛି, ଏଥର ତୋ ସର୍ତ୍ତ ତୁ ପୂରଣ କରେ। କାଲିକି ତୋ ଝିଅକୁ 14 ବର୍ଷ ପୁରୁଛି। ତୁ କାଲି ମତେ ତୋ ଝିଅକୁ ଆଣି ଦେ। ମୁଁ ବୁଢ଼ା ହେଇଗଲିଣି, ଏବେ ସିଏ ମୋ ଘର ସମ୍ଭାଳିବ, ମୋ ପାଇଁ ଖାଇବା ଯୋଗାଡ଼ କରିବ। ସାଧବ ଅତି ଦୁଃଖର ସହ କହିଲା, ଗୋଟିଏ ବାପା ହେଇ ମୁଁ କେମିତି ମୋ ଝିଅକୁ ତମ ମୁହଁକୁ ଠେଲିଦେବି? ମତେ କ୍ଷମା କର, ମୁଁ ପାରିବିନି। ଏ ଲୋକେ କ'ଣ କହିବେ? ତୁ ଯଦି ତୋ ଝିଅକୁ ନ ଦଉ ତାହେଲେ ମୁଁ ତୋ ସାରା ପରିବାରକୁ ଖାଇଯିବି, ତୋ ଗାଁକୁ ନିପାତ କରିଦେବି, ଆଉ ସେଥିପାଇଁ ତୁ ଦାୟୀ ହବୁ।
ଜାଣିଥା ତୁ ସତ୍ୟ କରିଛୁ, ସତ୍ୟ। ହେଲେ ମୋ ଝିଅ ଯେତେବେଳେ ଜାଣିବ ମୋ ବିଷୟରେ ସେ କ'ଣ ଭାବିବ? ଠିକ ଅଛି, ସେ ପାଇଁ ତୁ ଚିନ୍ତା କରନା। କାଲି ତୁ ତାକୁ ଏଇଠିକି ନେଇଆ, ମୁଁ ତା ବ୍ୟବସ୍ଥା କରିଦେବି। ଶୁଣୁ, ମୁଁ ଗୋଟେ ବଡ଼ ପଦ୍ମ ନାଡ଼ ତଳେ ଲୁଚିଥିବି। ତୋ ଝିଅ ପଦ୍ମ ଦେଖିକି ତତେ ନିଶ୍ଚିତ ମାଗିବ, ଆଉ ତୁ ତାକୁ ନିଜେ ତୋଳି ଆଣିବାକୁ କହିବୁ। ବାସ୍, ସେ ପଦ୍ମ ତୋଳୁ ତୋଳୁ ମୁଁ ତାକୁ ଟାଣି ନେବି। କେହି ସୁରାକ ପାଇବେନି, ବୁଝିଲୁ? ଏଥର ତୁ ଯା, କାଲି ଭେଟ ହବ, ଯା। ପରଦିନ ସାଧବ ତା ଝିଅକୁ ଧରି ସେଇ ଯୋଡ଼ ପାଖକୁ ଆସିଲା। ଯୋଡ଼ରେ ସୁନ୍ଦର ପଦ୍ମ ଫୁଲଟିଏ ଦେଖି ଝିଅ ସାଧବକୁ ପଦ୍ମ ପାଇଁ ଜିଦ୍ ଧରିଲା। କିନ୍ତୁ ସାଧବ ପାଣିକୁ ନ ଯାଇ ତା ଝିଅକୁ ଫୁଲ ତୋଳି ଆଣିବାକୁ କହିଲା। ତାପରେ ସାଧବର ଝିଅ ପଦ୍ମ ତୋଳିବାକୁ ଯୋଡ଼ ଭିତରକୁ ଗଲା। ଆଣ୍ଠୁଏ ପାଣିକୁ ଯାଇ ଯେତେବେଳେ ପଦ୍ମକୁ ହାତ ବଢ଼େଇଛି, ପଦ୍ମ ଧୀରେ ଧୀରେ ଦୂରକୁ ଘୁଞ୍ଚିଗଲା। ଠିକ୍ ଏତିକି ବେଳେ କୁମ୍ଭୀର ତା ଝିଅକୁ ପାଣି ଭିତରକୁ ଟାଣି ନେଲା, ଆଉ ତାକୁ ନେଇ କୁମ୍ଭୀର ତା ଘରେ ରଖିଲା। ସାଧବର ଝିଅ ସବୁଦିନ କୁମ୍ଭୀର ପାଇଁ ଖାଦ୍ୟ ଯୋଗାଡ଼ କରି ଆଣେ, ଆଉ କୁମ୍ଭୀର ତା ଘରେ ବସି ବସି ମହା ଆନନ୍ଦରେ ଖାଏ। ଦିନକର କଥା। ଏ ସାଧବ ଝୁଅ, ଆଜି ମଣିଷ ମାଂସ ଖାଇବାକୁ ମୋର ଭାରି ଇଚ୍ଛା ହଉଛି। ଆଜି ତୁ ମୋ ପାଇଁ ଟିକେ ମଣିଷ ମାଂସ ଆଣିକି ଦିଏ। ମଣିଷ ମାଂସ କୋଉଠୁ ଆଣିବି? ତୁ ଯଦି ମତେ ଖାଇବୁ ଖା, ହେଲେ ମୁଁ ତୋ ପାଇଁ ମଣିଷ ମାଂସ ଆଣିପାରିବିନି। ଠିକ ଅଛି, ତୁ ଯଦି ମତେ ମଣିଷ ମାଂସ ନ ଦେଇ ପାରିବୁ ତାହେଲେ ସେଇ କଥା ହଉ, ମୁଁ ଆଜି ତୋ ମାଂସ ଖାଇବି। ତୁ ମରିବା ପାଇଁ ପ୍ରସ୍ତୁତ ହେଇଯା। ମୁଁ ଟିକେ ପଥରରେ ଦାନ୍ତ ପଜେଇକି ଆସେ। ତୁ ଏଇଠି ଥବୁ, ମୁଁ ହେଇ ଗଲି ଆଉ ଆଇଲି। ଏତକ କହି କୁମ୍ଭୀର ପଥରରେ ଦାନ୍ତ ପଜେଇବାକୁ ଚାଲିଗଲା। ଠିକ୍ ଏଇ ମଉକାରେ ସାଧବ ଝିଅ କୁମ୍ଭୀରକୁ ଲୁଚି ପହଁରି ପହଁରି କୂଳକୁ ଚାଲି ଆସିଲା। ଏଥର ସେ କୁମ୍ଭୀର କବଳରୁ ମୁକ୍ତି ପାଇଗଲା। ତାପରେ ଆଉ ତା ନିଜ ଗାଁକୁ ନ ଯାଇ ଅଗନାଗନି ବନସ୍ତ ଭିତରକୁ ଚାଲିଗଲା। ଗୋଟିଏ ଘଞ୍ଚ ଜଙ୍ଗଲ ଦେଇ ବହି ଯାଇଥାଏ ସରୁ ନଈଟିଏ। ସେଇ ନଈରେ ଅନେକ କଇଁଛ ଥାନ୍ତି, ଆଉ କଇଁଛ ମାନଙ୍କର ଗୋଟିଏ ଦଳପତି ଥାଏ। ସେ ଆକାରରେ ଅନ୍ୟ କଇଁଛ ମାନଙ୍କ ତୁଳନାରେ ବହୁତ ବଡ଼। କଇଁଛ ମାନେ ନିଜର ସୁରକ୍ଷା ପାଇଁ ସବୁବେଳେ ମିଳିମିଶି ଏକାଠି ରୁହନ୍ତି। ଥରେ ନଈ ପଠାରେ ସେମାନଙ୍କର ଗୋଟିଏ ସଭା ବସିଥାଏ। ସେଦିନ ନଈର ସମସ୍ତ କଇଁଛ ସେଇ ଗୋଟିଏ ଜାଗାରେ ଠୁଳ ହେଇଥାନ୍ତି। ସଭା ସରିବା ସରିବା ହେଉଥାଏ, ହଠାତ୍ କୋଉଠୁ କେଜାଣି ଜାଲିଆଟିଏ ଛକି ଛକି ଆସି ସେମାନଙ୍କ ଉପରକୁ ଖେପା ଜାଲଟିଏ ପକେଇଦେଲା। କଇଁଛ ମାନେ ତ ସହଜରେ ଭାରି ଧୀର ସ୍ଥିର। ସେମାନେ କିଛି ଭାବିବା ଆଗରୁ ସମସ୍ତେ ସେ ଜାଲରେ ଫସିଗଲେ। ବିଚରା କଇଁଛ ମାନେ ଜାଲରେ ପଡ଼ି ଛଟପଟ ହେବାକୁ ଲାଗିଲେ। ହେଲେ ସେ ଜାଲରୁ ମୁକୁଳିବା ଏତେ ସହଜ ନଥିଲା। ଏପଟେ ଜାଲିଆ ଏତେ ଗୁଡେ କଇଁଛ ପାଇ ଭାରି ଖୁସି ହେଇଗଲା। ହେଲେ ଦୁଇ ଚାରିଟା ହେଇଥିଲେ ସିନା ସେ ମାଛମଣି କି ଗାମୁଛାରେ ବାନ୍ଧି ନେଇଥାନ୍ତା। ଏତେ ଗୁଡିଏ କଇଁଛକୁ ସେ ନବ କେମିତି? ତେଣୁ ସେ ଜାଲ ଭିତରୁ କଇଁଛ ମାନଙ୍କୁ ଗୋଟି ଗୋଟି କରି ଆଣି କୂଳରେ ଓଲଟାଇ ରଖିଦେଲା। ତାକୁ ଭଲ ଭାବରେ ଜଣାଥିଲା କି କଇଁଛ ମାନଙ୍କୁ ଓଲଟାଇ ରଖିଦେଲେ ସେମାନେ ଅଳିଜଳି ପାରନ୍ତି ନାହିଁ। ତାପରେ ସେ ଚିନ୍ତା କଲା, ଗାଁକୁ ଯାଇ କିଛି ଅଖା ଓ ବଳଦ ଗାଡ଼ିଟିଏ ଆଣିବ। ସେଥିରେ କଇଁଛ ମାନଙ୍କୁ ଲଦି ଏକାଥରେ ହାଟକୁ ନେଇଯିବ। ତେଣୁ ସେ କଇଁଛ ମାନଙ୍କୁ ସେଇଠି ଛାଡ଼ି ବଳଦ ଗାଡ଼ି ପାଇଁ ଗାଁକୁ ଚାଲିଗଲା। ଏପଟେ କଇଁଛ ମାନେ ସେମିତି ଓଲଟି ପଡ଼ିଥାନ୍ତି। ଖାଲି ଶୂନ୍ୟରେ ଗୋଡ଼ ହାତ ହଲେଇବା ଛଡ଼ା ସେମାନଙ୍କ ପାଖରେ କିଛି ଉପାୟ ନଥାଏ। ଠିକ୍ ସେଇ ସମୟରେ
ନଦୀ ପାଖକୁ ପାଣି ପିଇବାକୁ ଗୋଟିଏ ହରିଣଟିଏ ଆସିଲା। ହରିଣଟିକୁ ଦେଖି କଇଁଛମାନଙ୍କ ଦେହରେ ଟିକେ ସାହସ ପଶିଲା। ପିଠି ତଳକୁ କରି ପଡ଼ି ରହିଥିବା କଇଁଛମାନଙ୍କର ଦଳପତି କହିଲା, ହରିଣ ଭାଇ, ଆମକୁ ଟିକେ ବଞ୍ଚାଅ। ଆରେ ଏ ତମର ଇ ଅବସ୍ଥା କିଏ କଲା? କଣ କହିବି ଭାଇ, ଆମେ ଗୋଟେ ଜାଲିଆ ହାତରେ ପଡ଼ି ମରଣକୁ ଅନେଇକି ବଇଛୁ। ତମେ ଖାଲି ଟିକିଏ ଓଲଟେଇ ଦିଅ, ଆମେ ଚାଲି ପଳେଇ ଯିବୁ। ହରିଣ ଥିଲା ଭାରି ଦୟାଳୁ। ସେ ସାଙ୍ଗେ ସାଙ୍ଗେ ସବୁ କଇଁଛମାନଙ୍କୁ ଗୋଟି ଗୋଟି କରି ଓଲଟାଇ ଦେଲା। ଯେମିତି ଓଲଟାଇ ଦେଇଛି, କଇଁଛମାନେ ଡକଡକ ହେଇ ଜୀବନ ବିକଳରେ ନଦୀ ଭିତରକୁ ଚାଲିଗଲେ। ନିଶ୍ଚିନ୍ତ ମୃତ୍ୟୁ ମୁହଁରୁ ବଞ୍ଚିଥିବାରୁ କଇଁଛମାନଙ୍କର ଦଳପତି ହରିଣକୁ ବହୁତ ଧନ୍ୟବାଦ ଦେଲା ଏବଂ କଥା ଦେଲା, ତମର ଯଦି କେବେ ଅସୁବିଧା ପଡ଼େ ତେବେ ଆମକୁ କହିବ। ଆମ ଦ୍ୱାରା ଯେତିକି ସମ୍ଭବ ଆମେ ତମକୁ ନିଶ୍ଚୟ ସାହାଯ୍ୟ କରିବୁ। ଏତକ କହି ନିଜ ନିଜ ବାଟରେ ଚାଲିଗଲେ। କିଛି ସମୟ ପରେ ବିଚରା ଜାଲିଆ ସେଠି ଆସି ପହଞ୍ଚିଲା। ଦେଖିଲା ଗୋଟିଏ ବି କଇଁଛ ନାହାନ୍ତି। ଶେଷରେ ସେ ନିରାଶ ହେଇ ପୁଣି ଘରକୁ ଫେରିଗଲା। ପରଦିନ ସକାଳ ହରିଣ ମନ ଖୁସିରେ ଗୀତ ଗାଇ ଗାଇ ଚାଲିଥାଏ। ଯୋଉଠି ଛନଛନିଆ କଅଁଳିଆ ପତ୍ର ଦେଖୁଥାଏ, ସେଥିରୁ ଗୋଟିଏ ଗୋଟିଏ ପାଟିରେ ପକାଉଥାଏ। ହଠାତ୍ ଗୋଟିଏ ବୁଦାମୂଳରୁ ଖସ୍ ଖସ୍ ଶବ୍ଦ ହେଲା। ସେ ଚମକିଗଲା। ଚାହିଁବାକୁ ସାହସ ନଥାଏ, ତଥାପି ଚାହିଁ ଦେଖିଲା ଗୋଟିଏ ମହାବଳ ବାଘ। ଏଥର ହରିଣର ସବୁ ଖୁସି ପାଣି ଫାଟିଗଲା। କଣ ଭାବୁଛୁ, ମୋ କବଳରୁ ତୁ ଖସି ଚାଲିଯିବୁ? ସେ ବୃଥା ଚିନ୍ତା କରନା। ଭଲରେ ଭଲରେ ମୋ ପାଖକୁ ଆ। ମୁଁ ମୋ ନିତ୍ୟକର୍ମ ସାରେ, ତାପରେ ତୋ ଚିନ୍ତା କରିବି। ସେତେବେଳେ ଯାଏ ତତେ ଜିଇବାକୁ ସମୟ ଦେଇପାରିବି। ଆଉ ଯଦି ତୁ ଚାଲାଖି କରୁ, ତାହେଲେ ଏଇନେ ତତେ ତଡ଼ପେଇ ତଡ଼ପେଇ ମାରି ଖାଇବି। ତାପରେ ପଛେ ଦାନ୍ତ ପତର ଘଷିବି। ବିଚରା ହରିଣଟି ମରଣକୁ କେବେ ଏତେ ପାଖରୁ ଦେଖିନଥିଲା। ତାକୁ କିଛି ବୁଦ୍ଧିବାଟ ଦିଶିଲାନି। ସେ ଚିନ୍ତା କଲା, ବାଘକୁ ତ ବଳରେ ପାରି ହବନି। ଏତେ ପାଖରୁ ଦୌଡ଼ି ତାକୁ ଚକମା ଦେଇ ହେବନି। ଆତ୍ମସମର୍ପଣ କରିବା ଅପେକ୍ଷା କୌଶଳଟିଏ କରିବି। ମନେ ମନେ ବୁଦ୍ଧିଟିଏ ପାଞ୍ଚି ବାଘକୁ କହିଲା, ମହାରାଜ, ମୁଁ ଆପଣଙ୍କ ଠାରୁ କୋଉ କଥାରେ ଅଧିକା ଯେ ଆପଣଙ୍କ ସହ ଲଢ଼େଇ କରିବି କି ଚାଲାକି କରିବି? ଆଜି ନହେଲେ କାଲି ଆମ ଜୀବନ ତ ଆପଣଙ୍କ ମୁହଁରେ। ହେଲେ ମରିବା ଆଗରୁ ମୋର ଗୋଟେ ଛୋଟିଆ ଇଚ୍ଛା ପୂରଣ କରିଦିଅନ୍ତୁ। ହଉ, କଣ ଚାହୁଁଛୁ କହ? ମହାରାଜ, ମୁଁ ସକାଳୁ ଟୋପେ ବି ପାଣି ପିଇନି। ଆଉ ଆପଣଙ୍କୁ ଦେଖି ମୋର ସବୁ ରକ୍ତ ଶୁଖିଗଲାଣି। ଯଦି ପାଣି ମୁନ୍ଦିଏ ପିଇ ଦିଅନ୍ତି, ତାହେଲେ ସତେଜ ହେଇଯାଆନ୍ତି। ଆଉ ତାପରେ ଆପଣ ମତେ ଖାଆନ୍ତେ। ହଁ, ତୁ ଠିକ କହିଛୁ। ହଉ ଚାଲ, ନଈ ପାଖକୁ ଯିବା। ସେଇଠି ତୁ ପାଣି ପିଇବୁ, ଆଉ ମୁଁ ମୋ ନିତ୍ୟକର୍ମ ସାରି ତତେ ସେଇଠି ଖାଇବି। ଚାଲ। ତାପରେ ବାଘ ଆଉ ହରିଣ ମିଶି ନଈ କୂଳକୁ ଚାଲିଲେ। ସେତେବେଳକୁ ନଈ କୂଳରେ ଦଳପତି କଇଁଛ ଖରା ପୋଇଁ ହେଉଥାଏ। ହଠାତ୍ ହରିଣ ଓ ତା ପଛରେ ମହାବଳ ବାଘକୁ ଦେଖି କଇଁଛ ସବୁ କଥା ବୁଝିଗଲା। ସେ ସାଙ୍ଗେ ସାଙ୍ଗେ ଟିକିଏ ପାଣିକୁ ପଶିଗଲା। ବାଘ ଟିକିଏ ଦୂରରେ କୂଳରେ ଠିଆ ହେଇଥାଏ। ହରିଣ ପାଣି ପାଖକୁ ଆସିଲା। ପାଣି ପିଇବା ବାହାନାରେ କଇଁଛକୁ ଚୁପି ଚୁପି କହିଲା, କଇଁଛ ଭାଇ, ଆଜି ମୋର ଶେଷ ଦିନ। ତମ ଭରସାରେ ମୁଁ ପାଣି ପିଇବା ବାହାନା କରି ଏଠିକି ଆସିଛି। ତମେ କିଛି କରିପାରିବ ତ କର, ନହେଲେ ମୁଁ ଆଜି ମଲି। ତମେ ଆଦୌ ଚିନ୍ତା କରନି। ବାସ୍ ପାଣି ପିଇବା ବାହାନାରେ ମୋ ଉପରେ ଚୁପ୍ କି ଠିଆ ହେଇଯାଅ। ତାପରେ ଦେଖ କଣ ହଉଛି। ହଉ ହଉ, ହେଲେ ତମେ ସମ୍ଭାଳି ପାରିବ ତ? ଆରେ ତମେ ଠିଆ ହଉନ, ଏ ପିଠି ମୋର ଲୁହାଠୁ ଟାଣ।
ହଉ ଠିକ ଅଛି ଦେଖିକି ମୋର କିଛି ହବନି। ହଉ ଦେଖାଯାଉ କଣ ହଉଛି। ତାପରେ ହରିଣ କଇଁଛ ପିଠିରେ ଠିଆ ହେଇଗଲା ଆଉ ମିଛରେ ପାଣି ପିଇବା ବାହାନା କରି ପାଣିରେ ମୁହଁ ବୁଡେଇ ରଖିଲା। ଧୀରେ ଧୀରେ କଇଁଛ ନଦୀ ଭିତରକୁ ଚାଲିଲା। ବାଘ କଇଁଛକୁ ଆଦୌ ଦେଖିନଥିଲା କି ଦେଖି ପାରୁନଥିଲା। ହଠାତ୍ ବାଘର ନଜର ପଡ଼ିଲା ବେଳକୁ ହରିଣ ପାଣି ଭିତରେ ଠିଆ ହେଇଛି ଆଉ କୂଳଠାରୁ ଦୂରକୁ ଦୂରକୁ ଆପେ ଆପେ ଚାଲି ଯାଉଛି। ସେତେବେଳକୁ ହରିଣ ବାଘର ଆୟତ୍ତ ବାହାରେ ହେଇସାରିଲାଣି। ବିଚରା ବାଘକୁ ପହଁରା ଜଣା ନଥିଲା। ବାଘ ସେମିତି ଆଖି ତରାଟି ଚାହିଁବା ଛଡ଼ା ତା ପାଖରେ ଆଉ କିଛି ବାଟ ନଥିଲା। ତାପରେ କଇଁଛ ଆଉ ହରିଣ ନଦୀର ଏ କୂଳରେ ଆସି ପହଞ୍ଚିଗଲେ, ଯୋଉଠି ତିଳେ ମାତ୍ର ବାଘର ଭୟ ନଥିଲା।